ନିର୍ବାଚନ କମିଶନରଙ୍କ ପକ୍ଷରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି। ସେପ୍ଟେମ୍ବର 9 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନରଙ୍କ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ ଅଗଷ୍ଟ 21କୁ ଧାର୍ଯ୍ୟ କରାଯାଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅଞ୍ଚଳରେ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଓଲଟିଲା ଜଗନ୍ନାଥ ନାମକ ଯାତ୍ରୀବାହୀ ବସ୍। ଏଥିରେ 20ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇ ଅଳାବେରିଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ଥିବା ବେଳେ ସମସ୍ତ ପରଜଙ୍ଗ କୁସୁମୀ ଗ୍ରାମରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। Preview. Preview. ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ଭଅଁରପୁର ଗ୍ରାମସ୍ଥିତ ଶ୍ରୀ ଲକ୍ଷ୍ମୀ ଫର୍ଟିଲାଇଜର ସେଲ୍ସରେ ନିର୍ଦ୍ଧାରିତ ପରିମାଣଠାରୁ 6 ଗୁଣ ଅଧିକ ସାର ବିକ୍ରି। ଏନେଇ ଭାରତ ସରକାର ପାଟଣା କୃଷି ବିଭାଗକୁ ତଦନ୍ତ ଭାର ଦେଇଥିବା ବେଳେ କୃଷି ଅଧିକାରୀ ସାର ଦୋକାନକୁ ଯାଇ ବିକ୍ରି ବଣ୍ଟା ଯାଞ୍ଚ କରିବା ସହ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। Preview. ପାଟଣା ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ହାତୀପଲଙ୍କ ଉପଦ୍ରବ୍ୟ। ହାତୀପଲ ତଣ୍ଡ ଗ୍ରାମରେ ପଶି ଘର ଦ୍ୱାର ଭାଙ୍ଗି ଧାନ ଚାଉଳ ଖାଇଯିବା ସହ ଆସବାବପତ୍ର ଭଙ୍ଗାଭଙ୍ଗି କରିଥିବା ସୂଚନା ମିଳିଛି। ଖବର ପାଇ ବନପାଳ ଗ୍ରାମକୁ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି। Preview. 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 ରାଉରକେଲା ଗାନ୍ଧୀ ରୋଡ ଅଞ୍ଚଳରୁ ପ୍ଲାନ୍ ସାଇଡ୍ ପୁଲିସ ଜଣେ ବନ୍ଧୁକ ବେପାରୀକୁ ଗିରଫ କରିଛି ଏବଂ ଅଭିଯୁକ୍ତ ବନ୍ଧୁକ ବେପାରୀ ଜଣକ ବିହାର ମୁଙ୍ଗେର ଜିଲ୍ଲାର ମୂଳ ନିବାସୀ ରାଜେଶ ସାହୁ ହୋଇଥିବା ବେଳେ ତା ନିକଟରୁ 10ଟି ବନ୍ଧୁକ, 6ଟି ଅଫୁଟା ଗୁଳି ଓ 2ଟି ଖାଲି ମ୍ୟାଗାଜିନ୍ ଜବତ ହୋଇଛି। Preview. ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ହେଲେ ଓଡ଼ିଶା ହସ୍ତତନ୍ତର ନୂଆ ବ୍ରାଣ୍ଡ ଆମ୍ବାସଡର। ଜାତୀୟ ହସ୍ତତନ୍ତ ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି ମାଧୁରୀ ଦୀକ୍ଷିତ ଏବଂ ଏହି ନୂଆ ବ୍ରାଣ୍ଡ ଆମ୍ବାସଡର ଭାବେ ମାଧୁରୀଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। Preview. ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ବେହେରାକୁ ପୋଲିସ ଗିରଫ କରିଛି। ତାର ଘର ବିଲିକଣା ପଞ୍ଚାୟତ ତୋରେଇ ଗାଁର ହୋଇଥିବା ବେଳେ ତାକୁ ପୋଲିସ ଚେନ୍ନାଇରୁ ଗିରଫ କରିଛି। ସେପଟେ ପୋଲିସ ଅଭିଯୁକ୍ତର ବାପା, ବୋଉ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଜେରା କରିଛି। Preview. 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 ରାୟଗଡ଼ା ସହର ନିକଟସ୍ଥ ମଝି ଘରିଆଣି ମନ୍ଦିର ପାଖ ରେଳ ଧାରଣା ଉପରେ ପଥର ଫଳରେ ସେହି ଟ୍ରାକରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବା ସହ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛି ଲିଙ୍କ କୋରବା ଏକ୍ସପ୍ରେସ ଟ୍ରେନ୍। ଖବର ପାଇ ରେସ୍କ୍ୟୁ ଟିମ୍ ପଥରକୁ ହଟାଇବା ସହ ମରାମତି କାର୍ଯ୍ୟ କରିଥିଲା। Preview.
ଓଡ଼ିଶାରେ ଗୋ ହତ୍ୟା ସମ୍ପୂର୍ଣ୍ଣ ନିଷେଧ ବୋଲି ରାଜ୍ୟ ସରକାର ହାଇକୋର୍ଟକୁ ଅବଗତ କରିଛନ୍ତି ଏବଂ ଓଡ଼ିଶା ଗୋ ହତ୍ୟା ନିରୋଧ ଆଇନ 1960 ର ଧାରା 3 ଅନୁସାରେ ରାଜ୍ୟରେ ଗୋ ହତ୍ୟା ସମ୍ପୂର୍ଣ୍ଣ ନିଷେଧ ବୋଲି ସରକାରଙ୍କ ତରଫରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। Preview. ଏବଂ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପୋଲିସ ଏକ ଡକାୟତି ଦଳର 4 ଜଣ ସଦସ୍ୟଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ନଗଦ 76,000 ଟଙ୍କା, 4ଟି ମୋବାଇଲ, 2ଟି ବାଇକ୍, ଚୋରି ମୋବାଇଲ ସେଟ୍ ଏବଂ ଗୋଟିଏ ଅଟୋ ଚାବି ଜବତ କରିଛି ଏବଂ ଗିରଫ ଅଭିଯୁକ୍ତମାନେ ହେଲେ ଗୋବିନ୍ଦ ଖରା, ପଦ୍ମନ ମାଣ୍ଡିକା, ମୁନା ଖସଲା ଓ ସଦାନନ୍ଦ ମହାନନ୍ଦିଆ। Preview.